ନମସ୍ତେ। ଆଜି ସକାଳର ଏକ ମୁହୂର୍ତ୍ତ ଉପରେ ଆଲୋଚନା କରୁଛି, ଯେଉଁଥିରେ କି ଆପଣମାନେ ବି ସତର୍କ ହୋଇକି ରହିବେ। ମୁଁ ମୋ ବାଲକୋନିରେ ଚାହା ଜଷ୍ଟ ପିଉଥିଲି। ସମୟ 5:45। ଦେଖିଲି ହଠାତ୍ ଏକ ଧଳା ସ୍କୁଟି ଆମ ଘର ଆଡ଼ିକି ମାଡ଼ି ଆସିଲା। କହିଲି କି ବୋଧେ ପେପରବାଲା ହେଇଥିବ। କଲିଂ ବେଲ୍ ମାରିଲା। ମୋତେ ସନ୍ଦେହ ହେଲା କ'ଣ ପେପରବାଲା ପେପର ପକାଇ ଦେଇ ପଳାଏ, କଲିଂ ବେଲ୍ ମାରେନି। ତଳକୁ ଗଲି, ଚାବି ଫିଟେଇ ନଥିଲି। ଚାବି ଫିଟେଇ ତଳକୁ ଗଲା ବେଳକୁ ମେନ୍ ଗେଟ୍ ଚାବି କିନ୍ତୁ ଖୋଲେଇ ନଥିଲି। ମୁଁ କହିଲି କ'ଣ ହେଲା। ଜଣେ 5 ଫୁଟ 7 ଇଞ୍ଚର ଲୋକ, କଳା ହେଇକି ଲୋକଟେ, ହେଲମେଟ୍ ପିନ୍ଧିଛି, ଧଳା ସ୍କୁଟିଟେ ଆଣିଛି, ସ୍କୁଟି ଆଗରେ ବ୍ୟାଗ୍ଟେ ଅଛି। କହିଲା, ଆଜ୍ଞା ନମସ୍କାର, ମୁଁ କାଲି ସନ୍ଧ୍ୟାବେଳେ ଆସିଥିଲି, ଆପଣ ନଥିଲେ ତ? ଆଉ ପ୍ରକୃତରେ ଆମେ ସନ୍ଧ୍ୟାବେଳେ କାଲି ନଥିଲେ ତ, ସେଥିପାଇଁ ଏବେ ଆସିଲି। ଆଉ କ'ଣ କି ଆମର ଗାଈ ସବୁ ବିକିଦେଲି ତ, ଖତ 5-10 ବସ୍ତା ଅଛି, ଆପଣ ନେବେ କି? ଆପଣଙ୍କ ବଗିଚା ଅଛି? କହିଲେ ନାଇଁ, ଖତ ବର୍ଷା ଦିନେ ଦରକାର ନାହିଁ, ଆମର ଅଛି ବଗିଚା। ତଥାପି 2-3 ବସ୍ତା ରଖିଦିଅନ୍ତୁ। ମୁଁ କହିଲି ବସ୍ତା ପ୍ରତି କେତେ? ନା ବସ୍ତା ପ୍ରତି 50 ଟଙ୍କା। ଆଉ ନା, ମୁଁ କହିଲି ହଉ ଠିକ୍ ଅଛି, 2-3 ବସ୍ତା ଦେଇଦିଅ, 5 ବସ୍ତା ଖଣ୍ଡେ ଦେଇଦିଅ। ଜଷ୍ଟ କହିକି ଫେରିଲାକୁ ଆଜ୍ଞା ଟିକେ ଶୁଣୁନାହାନ୍ତି। ଫେର କ'ଣ ହେଲା ନା, ସେ କ'ଣ କି ଛେନା ଆପଣ ଖାଇବେ କି? ଛେନା ମୁଁ ଆଣିଛି, ଆଉ ଭଲ ଛେନା। ମୁଁ କହିଲି ନାଇଁ, ଛେନା ପିଲାମାନେ ସବୁ ଶୋଇଛନ୍ତି, ଛେନା ତାଙ୍କୁ ଉଠାଇ ପାରିବିନି କି ପଚାରି ପାରିବିନି, ମୋ ଛେନା ରଖିବାର ଆଦୌ ଦରକାର ନାହିଁ। ନା ନେଉନାହାନ୍ତି। ମୁଁ କହିଲି ମନା କଲି ମାନେ ଜମା ନେବିନି, ଆଉ ତୁମେ ଖତ ଆଣିକି ପକାଅ। ଦୀପାରେ ମୁଁ ପଛକୁ ଆସିଲା, ଆଜ୍ଞା ଟିକେ ଶୁଣୁନାହାନ୍ତି। ମୁଁ କହିଲି ଫେର କ'ଣ ହେଲା ଭାଇ? ହେଲା ନା, ଘିଅ ଆଣିଛି, ଗୁଆ ଘିଅ, ଟିକେ ରଖି ଦେଉନାହାନ୍ତି। ମୁଁ କହିଲି ମୋର ଟିକେ ଗୁଆ ଘିଅରେ ଲୋଭ ଥାଏ। ମୁଁ କହିଲି ହଉ। ଉପରକୁ ଗଲି, ଡବାଟେ ନେଲି, ମୋତେ ଟିକେ ସନ୍ଦେହ ଆସିଲା। ମୁଁ 2ଟି ଡବା, ଗୋଟେ ଆଣିଲି ଛୋଟ ଡବାଟେ, ପ୍ଲସ୍ ଯେଉଁ ଜିନିଷ 2ଟା ଆଣିଲି ମୁଁ ପରେ କହିବି। ଆଣିକି ସେଟାକୁ ରଖିଲି, ମଝି ଗେଟ୍ଟା ଚାବି ପକାଇଲି, ମେନ୍ ଗେଟ୍ଟା ଖୋଲିଲି, କାରଣ ସେ ଡବାଟା ଗଳିବନି। ମୁଁ କହିଲି ଦିଅ। ସେ ଡବାଟା ଗଲା। ଆଚ୍ଛା, ଏତେ ଛୋଟ ଡବାଟା ମୁଁ ଏଡ଼େ ବଡ଼ ଡବାରୁ କେମିତି କାଢ଼ିବି? ଆଉ ଆପଣଙ୍କ ଗାଁ କେଉଁଠି? ମୁଁ ମୋ ଗାଁ କଥା କହିଲି। ଆଉ ନା, ମୁଁ ବା ସେଇ ଜାଗାର କୁଞ୍ଜିଆର ଭାଇ। ମୁଁ କୁଞ୍ଜିଆ ନାଁ ଶୁଣିଛେ, କିନ୍ତୁ ମୁଁ ଆଉ ଏତେ ଧ୍ୟାନ ଦେଲିନି। ସକାଳୁ ସକାଳୁ ନିଦରୁ ଉଠିକି ଚାହାଟା ପିଉଥିଲି। କୁଞ୍ଜିଆର ଭାଇ, ଆଉ ଆପଣ ତ ଆମ ଗାଁ ଲୋକ। ଗୋଟେ ଆଉ ମୁଁ କହିଲି ଏତେ ଘିଅ ନେଇ କ'ଣ କରିବି? ଯଦି ନେବି ସେ ଜଗନ୍ନାଥଙ୍କୁ ନେଇକି ମନ୍ଦିରରେ ଦେଇଦେବି। ନା, ଜଗନ୍ନାଥଙ୍କ ନାଁ ଧରିଲେଣି, ଇଲୋ ବୋପାଲ, ନେଇଯାଆନ୍ତୁ, ମୋର ଦରକାର ନାହିଁ, ନେଇଯାଆନ୍ତୁ। ଦରକାର ନାହିଁ ମାନେ କ'ଣ? ପଇସା ଦରକାର ନାହିଁ, ନେଇଯାଆନ୍ତୁ କହିକି ଜଷ୍ଟ ଡବାଟା ଧରିକି ଆସିଛି। ଡବାଟାର ଟିକେ ଢଳିଗଲା, ଥୋଇଲା ବେଳକୁ ଟିକେ ଢଳିଗଲା, ଟିକେ ସ୍ପିଲ୍ କରିଗଲା। ସେ ସ୍ପିଲ୍ ଓଭର୍ ଘିଅଟାକୁ ମୁଁ କହିଲି ଏଇଟା ତ ଗୁଆ ଘିଅ ନୁହଁ, ଏଇଟା ଅଲଗା ପ୍ରକାର ଲାଗୁଛି। ନା ଛାଡ଼, ଆପଣ ନେବେନି, ଆପଣ ଢାଳିଦେଲେ ଆପଣ ସବୁ ପଇସା ଦେବେ। ଆଚ୍ଛା ହଉ, ପଇସା ଦେବି ତ, ଠିକ୍ ଅଛି, ତୁମେ ତଳକୁ ଓହ୍ଲାଅ ପ୍ରଥମେ, ମୁଁ ପଇସା ଆଣିକି ଦେଉଛି। ଆଉ ନା ଭାଇନା, ମଝି ଗେଟ୍ଟାକୁ ଚାବି ପକାଇଲେ କାହିଁକି? ମଝି ଗେଟ୍ଟା କାହିଁକି ଚାବି ପକାଇଲେ? ସେଇଟା ମୋ ଇଚ୍ଛା, ତୁମର ସେଥିରେ ପ୍ରଶ୍ନ କରିବା ଦରକାର ନାହିଁ। ବେଶୀ ବକ ହେବ, CCTV କ୍ୟାମେରା ଲାଗିଛି। ସେ ଟିକେ ଥାଙ୍ଗଭଙ୍ଗ ହେଲା। ଯେତେବେଳେ ଘିଅଟା ଢଳିଗଲା, ମୁଁ ତାପରେ ପେପରଟେ ପକାଇବାକୁ ଚାହୁଁଥିଲି। ସେତିକି ମୁଁ ନେଇଥିବା ଛୁରୀରୁ ଗୋଟେ ହାତରେ ରଖିଲି, ପକାଇଲି, ପୋଛିଲି, ତା ଆଖିକି ଚାହୁଁଥିଲି। ସେ କହିଲା ନାଇଁ, ମୁଁ ଡବା ନେଇକି ପଳେଇବି। ମୁଁ କହିଲି ଶଳା ଛକ ଯାଉଛି କି ପୁରା ପେଲିଦେବି ଧରିକି। ଆଜ୍ଞା, ସେତିକିବେଳେ ସେ ସ୍କୁଟି ସହିତ ସେ ଉଡ଼ିଲା, ମାନେ ଏତେ ଜୋରରେ ଉଡ଼ିଲା, ତାର କଳ୍ପନାର ବାହାରେ। କିନ୍ତୁ ମଝିରେ ସେ ପଚାରୁଥାଏ, ମଝି ଗେଟ୍ କାହିଁ ବନ୍ଦ କଲେ? ମୁଁ ଘର ଭିତରକୁ ଯାଇକି ମ୍ୟାଡ଼ାମ୍କୁ କହିବି ଘିଅ ରଖନ୍ତୁ, ମୁଁ ସେ ମଝି ଗେଟ୍ଟାକୁ ଚାବି ପକାଇଥିଲି। ମୁଁ ବି ଟିକେ ଭୁଲ କଲି। ଆମର ସଂସ୍କୃତିରେ ଅଛି, ଅଜ୍ଞାତ କୁଳଶ୍ରେଷ୍ଠ ବାସନ ଦେହ। ତେଣୁ ଯେହେତୁ ସେ ଅଚିହ୍ନା ଅଜଣା, ସକାଳ ତାକୁ ତୁରନ୍ତ ଗେଟ୍ ନ ଫିଟେଇକି ତାକୁ ବିଦାୟ କରିଦେବା କଥା। କିନ୍ତୁ ଗୋଟେ ମୋମେଣ୍ଟରେ ମୁଁ ତାକୁ ଆକ୍ସେପ୍ଟ କରିଦେଲି, କିଛି ଜାଣିକି। ହଁ, ବ୍ୟାଗ୍ଟେ ଝୁଲେଇଛି, କାଳେ ଗାଁ ପାଖରେ ହେଇଥିବ, ଗାଁ ଘର କଥା କହୁଛି, ଘିଅଟି କରିଛି, ଗାଈ ଫେରେଇ ଦେଇଛି, ବିକି ଦେଇଛି, ଅସୁବିଧାରେ ପଡ଼ିଥିବ, ଏଇ ଭାବନାରେ ମୁଁ ଟିକେ ଫିଟେଇଲି। କିନ୍ତୁ ଆପଣମାନଙ୍କୁ ମୁଁ ସତର୍କ କରିବାକୁ ଚାହେଁ, ଏଭଳି ସିଚୁଏସନ୍ରେ ଆପଣ ପୁରା ଟାଇମ୍ ଡେରି କରିଦେବେ, କହିବେ ନାଇଁ, ତୁମେ 9ଟା-10ଟା ବେଳକୁ ଆସ, ଆମେ ଏବେ କେହି ଏବେ ପ୍ରସ୍ତୁତ ନାହୁଁ, 10ଟା ବେଳକୁ ଆସ। ଯଦି ସେ ଆକ୍ଚୁଆଲି ଭଲ ଲୋକ ହେଇଥିବ ଆସିବ, ନ ହେଇଥିଲେ ଖସିବ। ତ ମୋର ଏଇ ଛୋଟ ଭୁଲଟେ ରହିଗଲା। ମୁଁ ଗେଟ୍ ଫିଟେଇଲି। ହଁ, ମୁଁ ପ୍ରାକ୍ ପ୍ରସ୍ତୁତି ଥିଲି, 2ଟି ବଡ଼ ବଡ଼ ଛୁରୀ ନେଇଥିଲି। ହେଲେ ବି ସେ ବି ଯଦି ମୋଠୁ ବଳୁଆ ଥାନ୍ତା ତ ମୋତେ କିଛି ଗୋଟେ ଆକ୍ରମଣ କରିଥାନ୍ତା ନା। ତଥାପି ମୁଁ ଛାଡ଼ିବା ଲୋକ ନୁହଁ। କିନ୍ତୁ ଆମେମାନେ ସତର୍କ ରହିବା ଉଚିତ। ମୁଁ ବି ଟିକେ ଭୁଲ କରିଦେଇଥିଲି ଗେଟ୍ ଖୋଲିକି। ଆପଣମାନେ ସେମିତି କରିବେନି, ଟାଇମ୍ ଟାଳିଦେବେ। ନମସ୍ତେ।